ରାହୁଲ ରାଉତ ଘର ବୋଦାଳୁ ଲକୁଡ଼ାପଡ଼ା କି ମୋର ସାମ୍ସ ଓଡ଼ିଶାରେ ମେସେଜ ଆସିଲା ମୁଁ ଅନଲାଇନରେ ଫର୍ମ ଫିଲ୍ଅପ୍ କରିଥିଲି ଡିପ୍ଲୋମା ପାଇଁ ସେଥିପାଇଁ ମୁଁ ଆଡମିସନ ପାଇଁ ଯାଇଥିଲି ଆଦର୍ଶ କଲେଜ ଅନୁଗୁଳ ସେଠି ଯାଇଥିଲି ସେ ତାପରେ ମୋ ଆଡମିସନ ସେକ୍ସନକୁ ଫାଷ୍ଟ ଯାଇଥିଲି ତାପରେ ସେଠି କହିଲେ କି କୁଆଡେ ଆସିଲ ମୁଁ କହିଲି ମୋର ଆସିଛି ଆଡମିସନ ଆଉ ମେକାନିକାଲ ବ୍ରାଞ୍ଚ ଆଉ ଆଡମିସନ କରିବି ସେ କହିଲେ ନାଇଁ ମେକାନିକାଲ ଇଲେକ୍ଟ୍ରିକାଲ ସିଟ୍ ନାହିଁ ଆଉ ତମେ ଅଲଗା କ'ଣ ବ୍ରାଞ୍ଚ କରିଦିଅ କହିଲି ମ୍ୟାମ୍ ନାଇଁ ମୁଁ ମେକାନିକାଲ କରିବି ମୋର ଅନଲାଇନ ଆସିଛି କରିପାରିବିନି କାହିଁକି ସେ ତାପରେ ମତେ କହିଲେ ହଉ ଚାଲ ଡାଇରେକ୍ଟର ସାର୍ଙ୍କ ପାଖକୁ ଯିବା ଡାଇରେକ୍ଟର ସାର୍ ପାଖକୁ ନେଲା ପରେ ତାପରେ ମତେ ଡାଇରେକ୍ଟର ସାର୍ କହିଲେ ଆଉ କୋଉଠୁ ଆସିଥିଲେ ମୁଁ କହିଲି ଏଇଠି ଘର ତାପରେ ମତେ କହିଲେ କି ମତେ କହିଲେ କି ଆଉ ତମର ଦେଖ ହେରାଟା ଯୋଉ ଆସିଲା ଅନଲାଇନରେ ମୁଁ ତାପରେ ଦେଖେଇଲି ତାପରେ ସେ କହିଲେ ଆଉ ତମର ତ ଆଦର୍ଶ କଲେଜ 3 ନମ୍ବରରେ ସିନିୟର ଜି 1 ନମ୍ବର ସ୍ଲାଇଡ୍ ଅଫ୍ କରିଦିଅ ସେଠୁ ମତେ ଠିକ ଲାଗିଲାନି ସେଠୁ ମୋବାଇଲରେ ରେକର୍ଡିଂ କଲି ଭଏସ ରେକର୍ଡିଂ ତାପରେ ସେଠୁ କହିଲେ କି 3 ନମ୍ବର ଆସିଛି ହଉ ଠିକ ଅଛି ଆଉ ତମେ ଫର୍ମ ଫିଲ୍ଅପ୍ କରିଦେଇକି ଯାଅ ଆମକୁ ଡାକିବୁ ମୁଁ କହିଲି ସାର୍ ମୋର ତ ଆଜି ଆଡମିସନ ଅଛି ଆଉ ତାପରେ ବି କହିଲେ ପଇସା ଆଜି କିଛି ନେବେନି ଖାଲି ଫର୍ମ ଫିଲ୍ଅପ୍ କରିଦେଇକି ଯାଅ ଆମେ ଡାକିବୁ କହିଲି ସାର୍ ଆଜି ତ ଆଡମିସନ ଅଛି ଆପଣ କରିବେନି କାହିଁକି ଯେ ତାପରେ ଖାଲି ଫର୍ମ ସେମିତି ତ ଫର୍ମ ଫିଲ୍ଅପ୍ ଏମିତି ହୁଏ ବୋଲି ମୁଁ ବି ଜାଣିନି ଆଡମିସନ ଦିନେ ପଇସା ନେବେ ଦିନେ ଫର୍ମ ଫିଲ୍ଅପ୍ ଦିନେ କି ମୁଁ ଅବଜେକ୍ସନ କରିବାରୁ ଟିକେ କହିଲି ସାର୍ କ'ଣ ତାପରେ ମତେ କହିଲେ ଯା ତୋର ଔକାତ ନାହିଁ ମୋ ସାଙ୍ଗେ କଥା ହବାର ମୋ ତୋର ଔକାତ ନାହିଁ ମୋ ଆଗରେ ଛିଡା ହବାର ମତେ ଏମିତି ବହୁତ ଗାଳି ଗଲଜ କଲେ ଯେ କି ମତେ ବହୁତ ଖରାପ ଲାଗୁଛି ଆଉ ମୁଁ ଏଇଟା ଚାହୁଁଛି ମୋ ସହ ଯୋଉଟା ହଉଛି କାହା ସହ ନ ହଉ ଆଉ ମତେ ବି ଏବେ ଧମକ ଆସିସାରିଲାଣି କି ଆଉ ସେ ବହୁତ ନେତା ମନ୍ତ୍ରୀ ଲୋକ ଆଉ ଯେ କି ସେ ତାଙ୍କର ଧର୍ମେନ୍ଦ୍ର ସାର୍ଙ୍କ ସାଙ୍ଗେ ଚିହ୍ନା ଅଛି କି ତାଙ୍କର ଏମଏଲଏଙ୍କ ସାଙ୍ଗେ ଚିହ୍ନା ଅଛି ଆଉ ତାଙ୍କ ବହୁତ ଖରାପ ହବ ମତେ ବହୁତ ମୁଁ ଚାହୁଁଛି ସରକାରଙ୍କୁ ଅନୁରୋଧ କରୁଛି ମତେ ନ୍ୟାୟ ଦିଅନ୍ତୁ ଏବଂ ମୁଁ ସେ କଲେଜରେ ଆଉ ପଢିବାକୁ ହିଁ ଚାହୁଁନି ମୋର ଅଲଗା କୋଉଠି ଆଡମିସନ କରେଇ ଦିଅନ୍ତୁ ସେ କଲେଜ ମତେ ଏବେ ଟାର୍ଗେଟ ବି କରିସାରିଲେଣି ମାରିବା ପାଇଁ ଆଉ ମୁଁ ଅନୁରୋଧ କରୁଛି ମତେ ସମସ୍ତେ ନ୍ୟାୟ ଦିଅନ୍ତୁ ଆଉ ଆପଣ ମାନେ ସିସିଟିଭି କ୍ୟାମେରା ବି ଚେକ୍ କରିପାରିବେ ମୁଁ ଠିକ କି ସେ ଠିକ କି ଆପଣ ସିସିଟିଭି କ୍ୟାମେରା ବି ଚେକ୍ କରିପାରିବେ ସମସ୍ତେ ଜିଲ୍ଲାପାଳଙ୍କୁ ଜଣେଇଲି ଜିଲ୍ଲାପାଳ ମୋର ଦାବି ପତ୍ର ରଖିଲେ କହିଲେ କି ସେ କଥା ହେବେ ଆଉ ଧମକ ଦେବା କଥା ଯୋଉ କହିଲେ ଜିଲ୍ଲାପାଳ କହିଲେ ପୁଲିସ ଷ୍ଟେସନରେ କମ୍ପ୍ଲେନ କରନ୍ତୁ ମୁଁ ଯାଇ ପୁଲିସ ଷ୍ଟେସନରେ କମ୍ପ୍ଲେନ କରିବି ଯେମିତି ମୁଁ ସୁରକ୍ଷା ରହିବି ସେମିତି ସେଥିପାଇଁ ମୁଁ ଅନୁରୋଧ କରିବି ମତେ ନ୍ୟାୟ ଦରକାର ଆଉ ମତେ ପ୍ରୋଟେକ୍ସନ ଦରକାର